ଶାଳୀକି ମୁଁ ବାହା ହେବି କଥା ଦେଇଛି, ସ୍ତ୍ରୀକି ମୁଁ ବିଷ ଦେବି ଆଜି ଭାବୁଛି। ମଉସା, ଆପଣ କୁଆଡ଼େ ସମାଜର ଗୋଟେ କଳଙ୍କି। ଏକଥା ସତ କି ନୁହେଁ ମୁଁ ଜାଣିନି, ହେଲେ ଆପଣ ବହୁତ କୁଆଡ଼େ ଗୀତ ଗାଇବାରେ ମୁଁ ଶୁଣିଛି। ଆଜି ଗୋଟେ ଗୀତ ଗାଇକି ଟିକେ ଶୁଣେଇଲେ। ଅନେକ ଗୀତ ଭାବନାରେ ମୋର ଆସେ, ସେଠି ମୋର ପ୍ରଥମେ ସେଠି ନୂଆ ନୂଆ ସେତେବେଳେ ମୋ ମନ ଉଡ଼ିଯାଏ ରେ ମନ ଉଡ଼ି ଉଡ଼ି ଯାଏ ରେ, ଶାଳୀକି ମୁଁ ବାହା ହେବି କଥା ଦେଇଛି, ସ୍ତ୍ରୀକି ମୁଁ ବିଷ ଦେବି ଆଜି ଭାବୁଛି। ମୋ ମନ ଆଉ ଆର ସାହି ବୈରାଗୀ ଠିକ୍ କହୁଥିଲା। ଆଉ ତମେ ଗୋଟେ ରାଣ୍ଡୁଆ ଗୀତିକାର। ଆଉ ଥାଉ 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 ଥାଉ, ଆଉ ଗାଉନି। ଘରୁ ବାହାରିକି କୁଆଡ଼େ ଯାଇପାରୁନାହାନ୍ତି କି କିଛି ଇନକମ୍ ବି କରିପାରୁନାହାନ୍ତି। ଆପଣଙ୍କ ଫ୍ରି ଟାଇମ୍ରେ ଯେଉଁ ଫ୍ରି ଟାଇମ୍ରେ ଆପଣ ବସୁଛନ୍ତି, ସେଇ ଫ୍ରି ଟାଇମ୍ କି ୟୁଜ୍ କରିକି ପ୍ରତ୍ୟେକ ଦିନ 1 ରୁ 2 ଘଣ୍ଟା ସମୟ ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ 1000 ରୁ 2000 ଟଙ୍କା ଇନକମ୍ କରନ୍ତୁ। ଯଦି ହାତ ଟେକ ଭାଇ, କିଏ ଘଣ୍ଟାକୁ 1000 2000 ନେଖା କମେ ଭାଇ? ବିଶ୍ୱାସ କର, ତା ହ୍ୱାଟ୍ସଆପ୍ କହୁଛି ତମେ ଯାଅ, ତମକୁ ସେ ଦେଖେଇବ ବଡ଼ ବଡ଼ ପୋଖରୀ, ନଈ, ବିଳ। ସେ ବିଳର ସବୁ ପ୍ରବଳ ଚାଷ ହେଇଛି ହେଲା। ଆଉ ତମେ ଯଦି ଚାଷ କରିବାକୁ ଚାହୁଁଛ ତା ବିଳରେ, ତାହେଲେ ତମେ ଯାଅ। ମାନେ ଘଣ୍ଟାକୁ କ'ଣ, ଅଧଘଣ୍ଟାରୁ ତମେ 1000 2000 ନେଖା କମେଇବ। ବିଶ୍ୱାସ କର, କିଏ ଯିବାକୁ ଚାହୁଁଛି ଯାଅ, ଜଲ୍ଦି ଜଲ୍ଦି ଯାଅ। ଚାନ୍ଦିନୀ ରାତିରେ ତମେ ଥକି ପଡ଼ିଲ କାହିଁକି? କ'ଣ ହେଇଥିଲା ଟିକେ ଖୋଲିକି କୁହ। ଓହୋ ହୋ, ତାହେଲେ ବହୁତ କଷ୍ଟ ହେଇଛି। ପ୍ରଥମେ ଦେଖିବା, ବୁଧିଆ ଭାଇ ଆମର ଛିଡ଼ା ହେଇଛନ୍ତି ଧାନ ବୁଡ଼ାକୁ ଧରିକି। ତାପରେ ଦ୍ୱିତୀୟ ଝରକାରେ ଦେଖିବା ଆମେ, ସିଏ ପୁରା ବିକଳ ହୋଇ କାନ୍ଦି ଗଡ଼ି ଉଠୁଛନ୍ତି। ସୁସ୍ଥ ସବଳ ଆମର ବୁଧିଆ ଭାଇଙ୍କର ଲକ୍ଷ ଲକ୍ଷ ନଷ୍ଟ ହୋଇଯାଇଛି। ତୃତୀୟ ଝରକାରେ ଆମର ନବୀନ ବାବୁ ଆସି ପହଞ୍ଚିଛନ୍ତି, ଆଉ ତା ଦୁଃଖ ବୁଝିବା କଥା ବୁଝିଲେ। ନବୀନ ବାବୁ ଗଲା ପରେ ଚତୁର୍ଥ ପଞ୍ଚମ ଝରକାରେ ଧାନ ବିଡ଼ାଟି ରଖିଦେଇ ପୋଷାକ ଭଲ ଭାବେ ପିନ୍ଧା ହେଉଛି, ମଉଜ ମସ୍ତିରେ ଅନଉଛନ୍ତି। ଆଉ ମିଡ଼ିଆ ଭାଇମାନେ ଶେଷ ଝରକାରେ ଗୋଟେ ଭଲ ପ୍ରୁଫ୍ ଦେଖେଇଛନ୍ତି। ସେ ହସୁଛି, ଏଣେ ଶୋଇକି ସବୁ ପଳେଇଲେ ଉଠିକି ଯିବ ବୋଲି ମନେ ମନେ ଭାବୁଛି, କିନ୍ତୁ ଧରା ପଡ଼ି ଯାଇଛି ବୁଧିଆ ଭାଇଟି। ସାର୍ ବିଜେପି କହିଛନ୍ତି ଏଥର ଓଡ଼ିଶାରେ ସେମାନେ ସରକାର ଗଠନ କରିବେ। ସେମାନେ ଠିକ୍ କହିଛନ୍ତି, ତ ସାଥେ ପାଇଁ ମୁଁ ହାରିଲି।